ଆଜି ଆମେ ଚାଲିଲୁ ବୁଲିବାକୁ ସାତପଡ଼ା। ଆଗ ପୁରା ମସ୍ତ ଦେଇଛି, ହେଲେ କ'ଣ ହେବ, ଯେମିତି ଖରା ହେଉଛି ଗାଣ୍ଡି ଫାଟି ଯାଉଛି। ଛାଡ଼, ଚାଲ ଯାଇକି ଆଗ ଗାଡ଼ିରେ ତେଲ ପକାଇଦେବା, ନହେଲେ ଗାଡ଼ି ଗଡ଼ିବନି। ହଉ ଚାଲ ଗାଡ଼ିରେ ତେଲ ପକାଇଦେବା। ଟାଙ୍କି ପୁରା ଫୁଲ୍ କରିଦେଇକି ବାହାରି ଯିବା ଆଉ। ଟାଙ୍କି ଫୁଲ୍ କରିଦେଲେ କ'ଣ ହେବ, ତେଲ ଯେଉଁ ରେଟ୍ ପୁରା ଗାଣ୍ଡି ଫାଟି ଯାଉଛି। ଶଳା ପିପିଲି ପାର ହେଲା ପରେ ଯୁଆଡ଼େ ଦେଖ ଖାଲି ନଡ଼ିଆ ଚାଷ। ଲାଭ କ'ଣ? ପଇଡ଼ ଦୁଇଟା ପିଇଲୁ, ଶଳା ଗୋଟା 40 ଟଙ୍କା ଲେଖା ପଡ଼ିଲା। ଆଉ ଚାଷ କରି ତୁମେ ମୋତେ 40 ଟଙ୍କାରେ ବିକିବ, ମୁଁ କାହିଁକି ଭୁବନେଶ୍ୱର ମାର୍କେଟରେ ପିଇବିନି 40 ଟଙ୍କା ଦେଇକି। ତାପରେ ପୁରୀ ବସ୍ଷ୍ଟାଣ୍ଡ ଆସିକି ପହଞ୍ଚିଗଲୁ। ଆଉ ଏଇଠି ଦେଖିପାରୁଥିବା ରାସ୍ତା ଡିଭାଇଡ଼େଡ଼ ହେଇଛି ସ୍ପେଶାଲି ରଥଯାତ୍ରା ପାଇଁ। ହଉ ଆମେ ଆମ ଲକ୍ଷ୍ୟସ୍ଥଳକୁ ବାହାରିବା। ଯଦି ଆସିଲା ସମୟରେ ଟାଇମ୍ ମିଳିବ ତାହେଲେ ପ୍ରଭୁ ଜଗାକୁ ଦର୍ଶନ କରିକି ଆସିବା ଆଉ। ସିଧା ପହଞ୍ଚିଗଲୁ ମଙ୍ଗଳାହାଟ ଛକ। ଏଇଠୁ ଡାଇରେକ୍ଟ ବ୍ରହ୍ମଗିରି ରାସ୍ତା ଡାହାଣ ପଟେ ପୁରା ନାକ ସିଧା, ଯେଉଁଠି ସରିବ ଭାଇ ସେଇଟା ସାତପଡ଼ା। ଯେଉଁମାନେ ଆସିଥିବ ତୁମେ ଜାଣିଥିବ, ଆଉ ଯେଉଁମାନେ ନ ଜାଣିଥିବ ତାଙ୍କ ପାଇଁ କହିଦେଉଛି ଆଉ, ସୁବିଧା ଟିକେ ଆଉ। ରାସ୍ତା ପୁରା ଚକାଚକ। ଡାହାଣ ପଟେ ଖାଲି ଚିଲିକାର ହ୍ରଦ ଦେଖିବାକୁ ମିଳିବ। ଭିୟୁ ପୁରା ବୋବାଲ, ମସ୍ତ ଲାଗିବ। ମୁଁ କ'ଣ କହିଲେ ଭଲ ଲାଗିବ? ଗୋଟେ ମ୍ୟୁଜିକ୍ଟା ଲଗେଇ ଦେଉଛି, ଦେଖ, ତୁମେ ନିଜେ ଦେଖ। ଆଉ ଭଲ ଲାଗିଲା ତି? ଆଉ ଭଲ ନ ଲାଗିଲା ବାଳ ଛୋଡ଼ିଗଲା। ଆଉ ଏତେ ଆଉ ଫ୍ୟାସନ୍ କରିହେବନି। ତାପରେ ଆସିକି ପହଞ୍ଚିଗଲୁ ସାତପଡ଼ା। ଏଇଠି ଗୋଟେ ଛୋଟ ସୁନ୍ଦରିଆ ପରିଚ୍ଛନ୍ନ ପରିଷ୍କାର ଗୋଟେ ପାର୍କଟା ଅଛି, ପୁରା ସୁନ୍ଦର ପାର୍କଟା। ତା ଭିତରେ ଦେଖିବାକୁ ପାଇଲି ଗୋଟେ ବଡ଼ ମାଛର ହାଡ଼ ଅଛି। ଦେଖ, ତୁମେ ନିଜେ ଦେଖ। ଗୋଟେ ଭାଇକୁ ପଚାରିଲେ, ଭାଇଟା କେଉଁ ମାଛର ହାଡ଼? ମୋତେ କହିଲେ କି ଗୋଟେ ତିମି ମାଛର ହାଡ଼। ଆଉ ହେଲେ ହାଡ଼ ରଖିଲେ ଲାଭ କ'ଣ? ମାଂସ ଗୁଡ଼ା ତ ଖାଇଦେଲ, ଖାଲି ହାଡ଼ ରଖିଲେ କ'ଣଟା ହେବ? ପାର୍କଟା ମୋତେ କିନ୍ତୁ ଭାରି ବଢ଼ିଆ ଲାଗିଲା। ରିଲ୍ସ ଫିଲ୍ସ ବନେଇବ, ଫଟୋ ଉଠେଇବ, ପୁରା ମସ୍ତ। ଆଉ ଆମେ କ'ଣ ଛାଡ଼ିଛୁ? ଆମେ ବି ଗୋଟେ ଫଟୋ, ଆମେ ଗୋଟେ କ'ଣ ଗୁଡ଼ାଏ ଫଟୋ ଉଠେଇ ଦେଇଛୁ। ଦେଖ ଦେଖ, ପାର୍କଟା ସୁନ୍ଦର ହେଲେ କ'ଣ ହେବ, ମୁଁ ତ ସୁନ୍ଦର ନାହିଁ, ଶଳା ମାଆବତୀ। ତାପରେ ସେଇଠି ଗୋଟେ ଛୋଟ ମ୍ୟୁଜିୟମ୍ଟେ ଥିଲା, ମ୍ୟୁଜିୟମ୍କୁ ଗଲୁ। ଜଣକା 10 ଟଙ୍କା ଟିକଟ, ବେଶୀ ବଡ଼ ମ୍ୟୁଜିୟମ୍ ନା, ଛୋଟିଆ ମ୍ୟୁଜିୟମ୍ଟା। ଆଉ ମୁଁ ଭାବିଲି ମ୍ୟୁଜିୟମ୍ରେ ଆଉ କ'ଣ ଥିବ ନା, ଆଉ ଭିତରକୁ ଯାଇକି ଦେଖିଲା ବେଳକୁ ଖାଲି ମାଛ। ବିଭିନ୍ନ ପ୍ରକାରର ମାଛ, ବିଭିନ୍ନ ପ୍ରକାରର ଚିଙ୍ଗୁଡ଼ି, ବିଭିନ୍ନ ପ୍ରକାରର ସାପ, କେଉଁ ମାଛର ହାଡ଼, ଆମ ରୋହି ଭାକୁର ବି ଅଛି ଭାଇ ଏଠି। ଖାଲି ମାଛର ବିଭିନ୍ନ ପ୍ରକାରର ମାଛ, ଆଉ କିଛି ନାହିଁ। ତାପରେ ଏଇଟା ଦେଖ, ମ୍ୟୁଜିୟମ୍ରୁ ଜେଟି ପଏଣ୍ଟର ଯେଉଁ ଭିୟୁଟା, ଓଫ୍, ପୁରା ମସ୍ତ। ଯିବା ଯିବା, ସେଠିକି ବି ଯିବା, ବ୍ୟସ୍ତ ନାହିଁ। ଆଉ ପାଣ୍ଡାର ହସ ଦେଖୁଛ ତ କୋଉଳିଆ? ପୁରା ଖୁସି ଆଉ। ଦେଖୁଛ ତ, ଏଇଟା ହେଉଛି ଜେଟି ପଏଣ୍ଟ। ଜାଗା ଦେଖୁଛ ତ, ପୁରା କଷ। ଆଉ ଲେଟ୍ କରନି ଭାଇମାନ, ମାଡ଼ି ଆସ। ଲଙ୍ଗା ଫଟୋ, ଲଙ୍ଗା ରିଲ୍ସ ବନେଇବ, ପୁରା ଆମ୍ବଳିଆ। ଏଇ ଦେଖିଲ ତ, ଓହୋ ହିରୋଟା ବେ। ପାଣ୍ଡା ଉଇଥ୍ କ୍ରୋକୋଡାଇଲ୍, ରେଡି। ସାବାସ୍, ଏଇଟା ପୁରା ହିରୋ ବାଲା ଫଟୋ ଉଠିଛି। ବେଶୀ କୁଲୁ ହେଲେ ହେବନି। ଥରେ ପଡ଼ିବ ମାନେ ସିଧା ଉପରକୁ। ଯାହା କରିବ ଟିକେ ସାବଧାନରେ, ନହେଲେ ଭାଇମାନ ପୁରା ଶେଷ। ଏଇଟା ହେଉଛି ମୁଁ, ଆଉ ଏଇଟା ହେଉଛି ମୋ ପାଣ୍ଡା। ମାନେ ମୋର ନୁହଁ, ତା ନାଁ ହେଉଛି ପାଣ୍ଡା। ଏଥର ଯିବା ପୂର୍ବରୁ ଆଉ ଥରେ ଦେଖିଦିଅ ଜେଟି ଭ୍ୟୁ ପଏଣ୍ଟ। ମାନେ ଜାଗା ପୁରା ବୋବାଲ। ଶଳା ଯିବାକୁ ଇଚ୍ଛା ହେଉନି ଯେ, କିନ୍ତୁ ଯେଉଁ ଗାଣ୍ଡି ଫଟା ଖରା ହେଉଛି, ତାପରେ ସାଂଘାତିକ ଭୋକ। ତୁମେ ଆଉ ଦେଖନି, ସେତିକି ଦେଖ। ଆମେ ଚାଲିଲୁ।
ଟିକେ କଙ୍କଡ଼ା ମିଲ୍ ବାଡ଼େଇକି ଆଉ ଟିକେ ମାଛ ମିଲ୍ ବାଡ଼େଇକି ଏଇଠୁ କଟିବୁ ଆଉ। ହଉ ଆମେ ଚାଲିଲୁ, ଦେଖା ହେବା ନେକ୍ସଟ ଭିଡ଼ିଓରେ ଆଉ। ଜୟ ଜଗନ୍ନାଥ।